କାହା ସାଙ୍ଗରେ କଥା ହଲୁ ଫୋନ ଉଠୁଲୁନି? ଏ ମୋ ସାଙ୍ଗ ଫୋନ କରିଥିଲା ଗୋଟେ ବଡ ମୋବାଇଲ ଆଣିଛି ତ ସେ ମତେ କହୁଥିଲା ଭିଡିଓ କଲ୍ କରୁନୁ। ମୁଁ କହିଲି ମୋର ତ ଛୋଟ ମୋବାଇଲ ମୁଁ ସେ ବଡ ମୋବାଇଲ ଚଲା ଶିଖିଛି ନା ଏଥିରେ ଅଭିଶାପ କୋଉଠୁ ଆସିବ? ଅଭିଶାପ କଣ ହେଲା? ହେଲେ ତୁମ ମୋବାଇଲ ଗୋଟେ ସବୁ ଜାଗାରେ ଥାଏ ନା ଭିଡିଓ କଲ୍ କରନ୍ତି ଯୋଉ। ହେଟା ଅଭିଶାପ କହନ୍ତିନି, ହେଟାକୁ ହ୍ୱାଟ୍ସଆପ କହନ୍ତି। ହଁ ହଁ ମୁଁ ଭୁଲି ଯାଇଛି। ହେଲେ ଗୋଟେ କଥା ଜାଣିଛ ନା ତା ସ୍ୱାମୀ ତାକୁ ଗୋଟେ ବଡ ମୋବାଇଲ କିଣିକି ଦେଇଛି। ଆଚ୍ଛା ବଡ ମୋବାଇଲ ଚଲେଇ ଦଉଛି। କେତେଟା ପାଠ ପଢିଛି କେତେ ପର୍ଯ୍ୟନ୍ତ? ସେ 7ଟା କ୍ଲାସ। ଆଉ ତୁ 2 ଜଣ ସାଙ୍ଗ, ତୁ 5ଟା ପର୍ଯ୍ୟନ୍ତ ପଢିଲୁ, ସେ 7ଟା କ୍ଲାସ କେମିତି ପଢିଦେଲା? ମୁଁ କହିଲି ନା ଲାଷ୍ଟ ପରୀକ୍ଷା ଦିନ ଆମ ଗାଁରେ ଜଣଙ୍କର ଖାଇତେ ଦେଉଥିଲେ। ସିଏ ମତେ କହିଲା ତାଙ୍କର ମାଛ ଭାତ କରିଥିବେ ଯିବା ଖାଇତେ, 6 ମାସରେ ଥରେ ତ ପରୀକ୍ଷା ଦବା, ତାଙ୍କର ବି 6 ମାସରେ ଖାଇତେ ଦେବେ ନା। ମୁଁ ସେଇ ମାଛ ଲୁଭରେ ଚାଲିଗଲି ଖାଇତେ। ଦେଖିଲା ବେଳକୁ ତାର ଗୁରୁବାର ଥିଲା ଡାଲମା ଭାତ। ତାକୁ କହିଲା ବେଳକୁ ତା ମା କହିଲା ଆମ ଘରକୁ କହିନାହାନ୍ତି ସେ ସ୍କୁଲ ଯାଇଛି। ସେ ସେଇଥିପାଇଁ ପରୀକ୍ଷାରେ ପାସ୍ କରିକି 2ଟା କ୍ଲାସ ମତେ ଆଗେଇଗଲା, ମୁଁ ପଛେଇଗଲି ଆଉ। ତୁ ଏଠି ଡାଲମା ଭାତ ଖାଇଲୁ, ନହେଲେ ସେ ତାର ସ୍କୁଲରେ ଯାଇକି ଡାଲମା ଭାତ। ତୁମ ସାଙ୍ଗରେ କଥା ହେଇତେ ହେଇତେ 11 ନମ୍ବର ଛୁଆ ହଗିଦେଲାନି ନା କିଛି। କେତେ ଗୁହ ମୁଁ ତ ଧୋଇବୁ ଗନି ଶୀତରେ ପଡିକି। ହଉ ତୁମେ ରଖଲ, ସେ ଗୋଟେ ବଢିଆ କଥାରେ କହିଲା, ମୁଁ ତମକୁ ପରେ କହିବି। ହଁ ତୋର ଯା।